ଜୟ ଜଗନ୍ନାଥ ବନ୍ଧୁଗଣ। ଶନିବାର ଦିନ ଆପଣ ଏହି ଜାଗାରେ ରଖିଦିଅନ୍ତୁ 5ଟି ଗୋଲମରିଚ। ଦେଖିବେ ଆପଣଙ୍କ ଜୀବନରେ ଆପଣଙ୍କୁ ସମସ୍ତ କଷ୍ଟରୁ ମୁକ୍ତି ମିଳିଯିବ ଏବଂ ଶନିଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ହେବ ଧନର ବର୍ଷା। ଯଦି ଆପଣ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ କଷ୍ଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଏବଂ ଆପଣ ଚାହୁଁଛନ୍ତି କି ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେଉ, ତେବେ ଆପଣ ଶନିବାର ଦିନ ଗୋଲମରିଚର ଏହି ଉପାୟକୁ ନିଶ୍ଚୟ ରୂପରେ କରିଦିଅନ୍ତୁ। ଯାହା ବିଷୟରେ ଆମର ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅଛି। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଗୋଲମରିଚ ଶନି ଗ୍ରହର କାରକ ବସ୍ତୁ ହୋଇଥାଏ। ଯଦି ଆପଣ ଆପଣଙ୍କର ଜୀବନରେ ଶନି ଦୋଷ କାରଣରୁ ଚିନ୍ତିତ ଅଛନ୍ତି, ଘରର ବାସ୍ତୁ ଦୋଷ ଠିକ୍ ନାହିଁ, କୌଣସି ବେମାରୀରେ ଆପଣ ଏବଂ କିମ୍ବା ଆପଣଙ୍କ ଘରର ସଦସ୍ୟ ପଡ଼ିଛନ୍ତି ଏବଂ ଆପଣ ବହୁତ ଧନ ରୋଜଗାର କରୁଛନ୍ତି, ହେଲେ ତାହା ଆପଣଙ୍କର ସବୁ ଖର୍ଚ୍ଚ ହୋଇଯାଉଛି ଏବଂ ତାହାକୁ ଆପଣ ସଞ୍ଚୟ କରିପାରୁନାହାନ୍ତି, ଆଉ ଆପଣଙ୍କର ଚାଲୁଥିବା ବେପାର ବନ୍ଦ ହୋଇଯାଇଛି, ତେବେ ବନ୍ଧୁଗଣ ଏହା ଆପଣ ମାନିକରି ଚାଲନ୍ତୁ। ଏହିସବୁ କାରଣ ଆପଣଙ୍କ ଶନି ଗ୍ରହଙ୍କର କୁପ୍ରଭାବ କାରଣରୁ ହେଉଛି। ଗୋଲମରିଚ ଶନି ଗ୍ରହର କାରକ ହୋଇଥାଏ। ତେବେ ଯଦି ଆପଣ ଶନିବାର ଦିନ ଗୋଲମରିଚର ଏହି ଉପାୟକୁ ଆପଣ କରିନେଉଛନ୍ତି, ତେବେ ଆପଣଙ୍କ ଜୀବନରୁ ଏହିସବୁ ସମସ୍ୟା ଗୁଡ଼ିକ ନିଶ୍ଚୟ ରୂପରେ ଦୂର ହୋଇଯିବ। ତେବେ ବନ୍ଧୁଗଣ, ଆପଣମାନେ ତ ଏହା ଭାବୁଥିବେ ଯେ ଆମେ କୌଣସି କାର୍ଯ୍ୟ କରିବା ନାହିଁ, କେବଳ ଏହି ଉପାୟକୁ କରିନେବା ଏବଂ ଆମ ଜୀବନକୁ ଧନ ଆପେ ଆପେ ଚାଲି ଆସିବ। ହେଲେ ବନ୍ଧୁଗଣ, ଆପଣମାନେ ଏହି କଥାଟିର ମନେ ରଖନ୍ତୁ, କୌଣସି ବିନା କାର୍ଯ୍ୟରେ କେବେ ବି କୌଣସି ପ୍ରକାରର ଫଳ ପ୍ରାପ୍ତି ହୋଇନଥାଏ। ତେବେ ଏହି ଉପାୟର ଫଳ ଆପଣଙ୍କୁ ସେତେବେଳେ ଯାଇ ପ୍ରାପ୍ତି ହେବ ଯେତେବେଳେ ଆପଣ ପରିଶ୍ରମ କରୁଥିବେ, ହେଲେ ଆପଣଙ୍କୁ ଆପଣଙ୍କର ସେହି ପରିଶ୍ରମର ସଠିକ୍ ପାରିଶ୍ରମିକ ମିଳୁନଥିବ। ଆଉ ଏହା ଆପଣଙ୍କର ଶନି ଗ୍ରହର କୁପ୍ରଭାବ କାରଣରୁ ହୋଇଥାଏ। ତ ବନ୍ଧୁଗଣ, ସେହି ସମୟରେ ଆପଣ ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ ଏବଂ ଆପଣଙ୍କୁ ଏହି ଉପାୟର ସଠିକ୍ ଫଳ ମଧ୍ୟ ପ୍ରାପ୍ତି ହୋଇଥାଏ। ଆଉ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ। ଅଚାନକ କୌଣସି ପ୍ରକାରର ଏକ ଭଲ ଚାକିରି ମଧ୍ୟ ପ୍ରାପ୍ତି ହୋଇପାରେ ଏବଂ ଆପଣଙ୍କର ସମସ୍ତ କଷ୍ଟ ବା ସମସ୍ୟା ଦୂର ହୋଇପାରେ ଏବଂ ଆପଣଙ୍କର ଅଚାନକ ଭାବରେ ବନ୍ଦ ହୋଇପଡ଼ିଥିବା ବେପାର ଭଲ ଚାଲିବାକୁ ଲାଗେ। ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନରେ ମଧ୍ୟ ଏହିପରି ଭାବରେ ଚମତ୍କାର ହେଉ, ତେବେ ଆପଣ ଆଜିର ଏହି ଭିଡ଼ିଓରେ କୁହାଯାଇଥିବା ଉପାୟ ଗୁଡ଼ିକୁ ନିଶ୍ଚୟ ରୂପରେ କରିନିଅନ୍ତୁ, ଯାହା ଆପଣଙ୍କୁ ଗୋଲମରିଚ ଦ୍ୱାରା ଶନିବାର ଦିନ କରିବାର ଅଛି। ଆଉ ଆପଣଙ୍କ ଜୀବନରେ ଆପଣ ଦେଖିବେ ଯେ ଏକ ସକାରାତ୍ମକ ଊର୍ଜା ସୃଷ୍ଟି ହେବ। ତେବେ ଆପଣଙ୍କୁ ଏହା କରିବା ପରେ ସମସ୍ତ ପ୍ରକାରର ଉପାୟରୁ ମୁକ୍ତି ମଧ୍ୟ ମିଳିଯିବ ଏବଂ ଆପଣଙ୍କ ଜୀବନରେ ଦେଖିବେ ଏକ ସକାରାତ୍ମକ ଊର୍ଜା ସୃଷ୍ଟି ହେବ ଏବଂ ଏହି ଉପାୟଟିକୁ ଆପଣ କରିବା ପରେ ଆପଣଙ୍କୁ ସମସ୍ତ ପ୍ରକାରର କଷ୍ଟରୁ ମଧ୍ୟ ମୁକ୍ତି ମିଳିଯିବ। ଆଉ ଆପଣ ଦେଖିବେ ଯେ ପ୍ରଭୁ ଶନିଦେବଙ୍କର କୃପାରୁ କିପରି ଆପଣଙ୍କର ଜୀବନରେ ଧନ, ଧାନ୍ୟ, ଐଶ୍ୱର୍ଯ୍ୟ, ସୁଖ, ସମୃଦ୍ଧି ଏହିସବୁ ପ୍ରାପ୍ତି ହେବ। ବନ୍ଧୁଗଣ, ଧ୍ୟାନ ରଖିବେ ଯେ ଗୋଲମରିଚର ଉପାୟ କେବଳ ଶନିବାର ଦିନ ହିଁ କରାଯାଇଥାଏ। ଗୋଲମରିଚର ଉପାୟ ଆପଣ କରି ଆପଣ ଆପଣଙ୍କର ଭାଗ୍ୟର ସାଥ ପାଇପାରିବେ ଏବଂ ଆପଣଙ୍କର କୌଣସି ବି କଷ୍ଟ ବା ସମସ୍ୟା ଆପଣ ଦୂର କରିପାରିବେ। ଆପଣ ଏହିସବୁ ଉପାୟ ଗୁଡ଼ିକ କେବଳ ପ୍ରଭୁ ଶନିଦେବଙ୍କ ପାଖରେ ହିଁ କରିପାରିବେ, କାରଣ କେବଳ ଆପଣଙ୍କର ଶନି ଗ୍ରହର ନିୟନ୍ତ୍ରଣ ଶନିଦେବଙ୍କ ହାତରେ ହିଁ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କର ଜୀବନରେ ଶନି ଗ୍ରହ ଠିକ୍ ନଥାଏ, ସେହି ବ୍ୟକ୍ତି ଯେତେ ବି ପରିଶ୍ରମ କଲା ପରେ ମଧ୍ୟ ସେହି ବ୍ୟକ୍ତିଙ୍କୁ ସଠିକ୍ ପାରିଶ୍ରମିକ ପ୍ରାପ୍ତ ହୋଇନଥାଏ। ଆଉ ସେହି ବ୍ୟକ୍ତି ତାର ଜୀବନରେ କେବେ ବି ଆଗକୁ ବଢ଼ିପାରିନଥାଏ। ଆଉ ଯେଉଁ ବ୍ୟକ୍ତିମାନଙ୍କର ଶନି ଗ୍ରହ ମଜବୁତ ଅଛି ଏବଂ ସେହି ବ୍ୟକ୍ତି ଭୁଲ ନିର୍ଣ୍ଣୟ ମଧ୍ୟ ନେଉଛି, ହେଲେ ସେହି ବ୍ୟକ୍ତିକୁ ଅଧିକ ଫଳ ପ୍ରାପ୍ତି ହେଉଛି। ଏଥିପାଇଁ ଆମର ଧର୍ମଶାସ୍ତ୍ରରେ କୁହାଯାଇଛି କି ଶନି ଗ୍ରହର କୃପା ଯେଉଁ ବ୍ୟକ୍ତିକୁ ପ୍ରାପ୍ତି ହୋଇଥାଏ, ସେହି ବ୍ୟକ୍ତିଙ୍କୁ କୋଟିପତି ବନିବାରେ କୌଣସି ବି ବ୍ୟକ୍ତି ଅଟକାଇ ପାରିବ ନାହିଁ। ହେଲେ ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କର କୁଦୃଷ୍ଟି ପଡ଼ିଯାଏ, ତେବେ ସେହି ବ୍ୟକ୍ତି କୋଟିପତି ଥିଲେ ମଧ୍ୟ ଭିକାରୀ ହୋଇଯାଇଥାଏ। ତେବେ ବନ୍ଧୁଗଣ, ଯଦି ଆପଣଙ୍କୁ ଏହିଭଳି ସବୁ ସମସ୍ୟାରୁ ମୁକ୍ତି ପାଇବାର ଅଛି, ତାହେଲେ ମୁଁ ଆଜିର ଏହି ଭିଡ଼ିଓରେ ଆପଣମାନଙ୍କୁ 5ଟି ଏପରି ଉପାୟ କହିବା ପାଇଁ ଯାଉଅଛି, ଯେଉଁ ଉପାୟ ଗୁଡ଼ିକୁ ଆପଣ କରିବା ଦ୍ୱାରା ଆପଣ ଏହା ଦେଖିବେ ଯେ ଆପଣଙ୍କର ସମସ୍ତ ସମସ୍ୟା ଗୁଡ଼ିକ ନିଶ୍ଚୟ ରୂପରେ ଦୂର ହୋଇଯିବ। ତ ବନ୍ଧୁଗଣ, ସେହି ଉପାୟ ଗୁଡ଼ିକ ସମ୍ପର୍କରେ ଜାଣିବା ପୂର୍ବରୁ ଆପଣ ପ୍ରଥମେ ଭିଡ଼ିଓଟିକୁ ଲାଇକ୍ କରି ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ଏହାଦ୍ୱାରା ଯଦି ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଶନି ଦୋଷ ରହିଥାଏ, ତାହେଲେ ପ୍ରଭୁ ଶନିଦେବ ଆପଣଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଆପଣଙ୍କର କୁଣ୍ଡଳୀରୁ ଶନି ଦଶା ହଟାଇ ଦେବେ। ଆଉ ଏହି ଭିଡ଼ିଓ ନା କେବଳ ଆପଣଙ୍କ ପାଇଁ ବରଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କ ପାଇଁ
ভিডিওটি को शेष पर्यंत संपूर्ण रूपे निश्चय देखंतु। प्रथम उपायटी हेउछि धनजनित समस्यारू आपण किपरि मुक्ति पाइबे ताहाकु नेई उपाय। बंधुगण, जदि आपण करजर भार बुड़ी रहिचंती आउ जदि आपण बहुत अधिक धन रोजगार करूछंती हेले आपण संचय करि पारु नाहंती एवं आपण बहुत चिंतित अछंती आउ आपण चाहुछंती कि आपण एही आर्थिक समस्यारू मुक्ति पाइबा पई, तेबे एही समस्यारू आपण मुक्ति पाइबा पई केवल 3टी शनिवार एही उपाय को आपण करिनियंतु। आउ 3टी सप्ताह परे आपण एहा देखिबे जे आपणकर आर्थिक समस्या जहाँ भी किछि थिला ताहा आपणक जीवनरू निश्चय रूप से दूर होइजिवो। आउ एही उपायटी को केवल आपण सूर्यास्त परे ही करि परिबे। आपण प्रथम शनिवार सूर्यास्त परे शनिदेवंकर मंदिर को जातु। आउ आपणक साथी रे माटीर किंबा पित्तलर दीप हेले मध्य चलिबो। सेही दीपरे आपण सोरिष तेल देई ताकू नेई शनि मंदिर को जातु एवं सेठारे आपण सेही दीप को जलांतु। आउ आपण एही कथाटीर मन रखंतु जे सेही दीपटी को आपण पूर्व दिग को मुख करी जलाइबे, माने सेही दीपर मुखटी जेपरि पूर्व दिग को रहिबो। आउ दीपटी को जलाइबा परे आपण 11 थर शनि चालीसार पाठ करंतु। आउ शनि चालीसार आपण पाठ करि सारिबा परे सेही दीपरे आपण 3टी गुलमरीच पकाई दियंतु। आउ एही उपायटी को आपण 3टी शनिवार पर्यंत लगातार करंतु। देखिबे आपणक जीवन में चलुथिबा करज भली समस्या गुड़िक सबू दूर होइजिवो। द्वितीय उपायटी हला घर संपत्तिर वृद्धि पाई। एहा एक एपरी उपाय अटे जहा द्वारा आपणकर घरे सुख समृद्धि वृद्धि पाई थाए एवं एहा सहित आपणक घरर उन्नति मध्य होइथाए। जदि आपणकर घरे कौनसी नकारात्मक शक्ति थाए किंबा ताकू काहार खराब नजर पड़ जाई थाए जहा फलरे घरर सदस्य मानक मध्यरे सदा सर्वदा कली बा झगड़ा होइथाए, तेबे एही उपाय गुड़ी को सूर्यास्त परे घरर मुख्य द्वार बाहर सोरिष तेलर दीप आपण जलांतु एवं सेही सोरिष तेलर दीप जलाई सारिबा परे ताहा उपरे आपणकू एक गुलमरीच पकाइबार अछि एवं गुलमरीच सेही दीपरे पकाइबा पूर्वरु आपणकू केवल एतिकी कहिबार अछि जे जय जय शनिदेव, जय जय शनिदेव, जय जय शनिदेव एतिकी कही आपण एही उपायटी को करिनियंतु। प्रत्येक शनिवार दिन आपण एही उपायटी को निश्चय रूप से करिवे एवं देखिबे जे आपणकर घरे सुख समृद्धि वृद्धि पाइबा पई लागिवो एवं घरु नकारात्मक शक्ति गुड़िक सबू दूर होइजिवो। तृतीय उपायटी हेला शनिदेवंक ठारू मुक्ति पाइबार उपाय। बंधुगण, जदि आपण चाहुछंती शनि दशारू आपणको मुक्ति मिल जाऊ तेबे आपण एही उपायटी को करंतु। बंधुगण, शनि दशारू कौनसी उपाय को करिबा द्वारा मुक्ति मिल पारि नथाए, हेले आमर वास्तुशास्त्र रे किछि एपरी उपाय सबू अछि जेउ उपाय गुड़ी को करी आपण आपणक जीवन में चलुथिबा शनि दशार को कम कर दे पारिबे। तेबे बंधुगण, आपण आपणक जीवन में चलुथिबा शनि दशा को कम करिबा पई गोटे कला रंगर कपड़ा नियंतु एवं सेही कला कपड़ा उपरे आपण 51टी गुलमरीच पकई दियंतु एवं सेथिरे गोटे आपण 1 टंकिया कॉइन रखंतु एवं सेही कला कपड़ाटी को एक कला रंगर सूतारे बांधी ताकू एक पुटुली प्रस्तुत कर दियंतु एवं सूर्यास्त परे आपण ताहाकू नै शनि मंदिर को जांतु एवं सेही पुटुलीटी को नै कोनोसी गरीब व्यक्ति किंबा सेठारे बसिथिबा भिखारी को दान कर दियंतु। आपण प्रत्येक शनिवार दिन निश्चय रूप से एही उपायटी को करंतु। देखिबे बंधुगण, आपणक जीवन में चलुथिबा शनि दशा निश्चय रूप से दूर होइजिवो। चतुर्थ उपायटी हेला आपणकर व्यापार वाणिज्य को भल चलाइबार उपाय। बंधुगण, जदि आपणकर व्यापार बंद हो जाइछि किंबा आपणक व्यापार रे लाभ हेउनाई किंबा अनेक कारण सब होई पारे। एहा होइथाय कि आपणक व्यापार रे कहार खराब नजर लागि जाइछि नचेत आपणक व्यापार उपरे कहार कुप्रभाव बा कुनजर पड़िबा कारणरू आपणक व्यापार बंद हो जाइथाइ पारे। तेबे आपण सही समय रे एही उपायटी को निश्चय रूप से करंतु। आपण आपणकर घर पाखरे थिबा शनि मंदिर को जांतु एवं शनिदेवंक सम्मुख रे गोटे सोरिष तेलर दीप जलांतु एवं सही दीपरे आपण 2टी गुलमरीच पकई दियंतु आउ एक कला रंगर कपड़ाटीए नियंतु एवं सेही कला कपड़ा उपरे आपण 1 मुठी गुलमरीच पकई दियंतु एवं सेही कला रंगर कपड़ा उपरे जेउथिरे आपण 1 मुठी गुलमरीच रखिले सेथिरे गोटे 1 टंकिया कॉइन पकई दियंतु एवं सही सबू को गोटे पुटुली प्रस्तुत करंतु। सूर्यास्त पूर्वर आपण सेही पुटुलीटी को नै आपणकर व्यापार स्थान रे जेउठारे आपण आपणकर टंका को रखुचंती सेही टंका ड्र रे आपण नै ताकू रखि दियंतु। एही उपायटी को आपण बंद कर देबा परे देखिबे आपणकर बंद पड़ जाइथिबा व्यापार पुणी थरे चलिबाकू लागिबो। वर्तमान जानंतु शेष उपाय। बंधुगण, शेष उपायटी हेला रोगरू मुक्ति पाइबार उपाय। जदि आपणक परिवारर कौनसी सदस्य बहुत दिन धरी रोगरे पीड़ित अछंती, अनेक चिकित्सा करिबा परे मध्य सेही व्यक्तिंकर सेही रोग छाड़ू नाही,
ତେବେ ବନ୍ଧୁଗଣ ସେହି ସମୟରେ ଆପଣ ଏହି ଉପାୟଟିକୁ କରିନିଅନ୍ତୁ। ଏହି ଉପାୟକୁ ଆପଣଙ୍କୁ ମାତ୍ର 5ଟି ଶନିବାର ପର୍ଯ୍ୟନ୍ତ କରିବାର ଅଛି ଏବଂ ଏହି ଉପାୟକୁ ଆପଣଙ୍କୁ ଦିନ କିମ୍ବା ରାତ୍ରି ସମୟରେ କରିବାର ଅଛି। ଆପଣଙ୍କ ଘରେ ଯେଉଁ ବି ରୋଗୀ ହୋଇଥିବେ ବା ଯେଉଁ ସଦସ୍ୟ ଆପଣଙ୍କ ଘରେ ରୋଗରେ ପଡ଼ିଥିବେ ତାଙ୍କର ଡାହାଣ ହାତରେ ଆପଣ 11ଟି ଗୋଲମରିଚ ଦେବେ ଏବଂ ସେହି ବ୍ୟକ୍ତିଙ୍କୁ କହିଦେବେ ସେ ତାଙ୍କର ମୁଣ୍ଡ ଉପରେ ବାମରୁ ଡାହାଣକୁ ସେହି ଗୋଲମରିଚକୁ ଧରି 7 ଥର ବୁଲାଇବା ପାଇଁ ଏବଂ ଡାହାଣରୁ ବାମ ପଟକୁ 7 ଥର ବୁଲାଇବା ପାଇଁ। ମୁଣ୍ଡ ଚାରିପଟେ ଆପଣ ସେହି ଗୋଲମରିଚ ଗୁଡ଼ିକୁ ବୁଲାଇ ସାରିବା ପରେ ତାକୁ ନେଇ ଆପଣ ବାହାରେ କେଉଁଠାରେ ଫୋପାଡ଼ି ଦେବେ। ଏହି ଉପାୟଟିକୁ ଆପଣ 5ଟି ଶନିବାର ପର୍ଯ୍ୟନ୍ତ କରିନିଅନ୍ତୁ। ତେବେ ଆପଣ ଏହା ଦେଖିବାକୁ ପାଇବେ ଯେ ଧୀରେ ଧୀରେ ସେହି ବ୍ୟକ୍ତିଙ୍କର ରୋଗ ଠିକ୍ ହେବା ପାଇଁ ଲାଗିବ। ତେବେ ବନ୍ଧୁଗଣ ଏହା ଥିଲା ଗୋଲମରିଚକୁ ନେଇ 4ଟି ଉପାୟ ଯାହାକୁ ଆପଣ ଶନିବାର ଦିନ କରି ଶନିଦେବଙ୍କର କୁପ୍ରଭାବରୁ ଆପଣ ମୁକ୍ତି ପାଇପାରିବେ। ତ ବନ୍ଧୁଗଣ ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆମର ଏହି ଭିଡ଼ିଓଟିକୁ ଆପଣ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ତେବେ ଆଜିର ଭିଡ଼ିଓଟିକୁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂଆ ଭିଡ଼ିଓ ମାଧ୍ୟମରେ। ଧନ୍ୟବାଦ।